ସେମାନେ କିଛି କାମ ଜାଣନ୍ତିନି ରେ, ଖାଲି ପାଠ ପଢା ଛାଡା। ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ଜୈନିକ ଛାତ୍ରର ଝୁଲନ୍ତା ମୃତଦେହ ବାଲେଶ୍ୱରର ଏକ ଘରୋଇ ମେସ୍ରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଭାଗବତ ରାଉତଙ୍କ ସାନ ପୁଅ କଳିଙ୍ଗ। ସୂଚନା ଅନୁସାରେ କଳିଙ୍ଗ ଫାର୍ମାସିଷ୍ଟ କୋର୍ସ ପରେ ବାଲେଶ୍ୱରର ଏକ ଘରୋଇ ମେସ୍ରେ ରହି ବାଲେଶ୍ୱର ମେଡିକାଲ କଲେଜରେ ପ୍ରଶିକ୍ଷଣ ନେଉଥିଲେ। ସେ ରହୁଥିବା ମେସ୍ରେ ତାଙ୍କ ରୁମ୍ର ଅନ୍ୟ ସହବାସୀ ନଥିବା ବେଳେ ରୁମ୍ ଭିତରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ମେସ୍ କର୍ତ୍ତୃପକ୍ଷ ପରିବାରକୁ ଖବର ଦେଇଥିଲେ। ଖବର ପାଇ ସହଦେବଖୁଣ୍ଟା ପୁଲିସ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ବି ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।